सो जय जगन्नाथ सांगମାନେ आई होप आपण ମାନେ ଭଲରେ ଥିବେ। ମୁଁ ସୁରଜ ସ୍ୱାଗତ କରୁଛି ମୋର ଚ୍ୟାନେଲ SS ନ୍ୟୁଜ୍ ଓଡ଼ିଆ 7 କୁ। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର 10ଟି ବଡ଼ ନ୍ୟୁଜ୍। ତ ତା ପୂର୍ବରୁ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରନ୍ତୁ, ଫେସବୁକ୍ ଆଣ୍ଡ ଇନଷ୍ଟାଗ୍ରାମରେ ଯାଇ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର କରନ୍ତୁ। ତ ଚାଲନ୍ତୁ ଦେଖିବା ଆଜିର ଟପ୍ 10 ନ୍ୟୁଜ୍। ଅଯୋଧ୍ୟାରେ ଜୁନ 5ରେ ରାମ ଦରବାର ପ୍ରତିଷ୍ଠା। ଭାବ୍ୟ ରାମ ମନ୍ଦିରର ପ୍ରଥମ ମହଲରେ ନିର୍ମାଣ ବିଶାଳ ରାମ ଦରବାର ଜୁନ 5ରେ ପ୍ରତିଷ୍ଠା ହେବ। ଏହି ଅନୁଷ୍ଠାନ ଜୁନ 3ରୁ ଆରମ୍ଭ ହେବ। ବିଭିନ୍ନ ପୂଜାପାଠ ଆୟୋଜନ ହେବ। ଏହି ପବିତ୍ର ସମାରୋହରୁ ମହାନ କହିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗ ଆଦିତ୍ୟନାଥ 20 ସଂସ୍ଥ ଧୈର୍ଯ୍ୟପାଠ ଏବଂ ଟ୍ରଷ୍ଟ ପଦାଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ମନ୍ଦିରର ସୂର୍ଯ୍ୟ, ଗଣେଶ, ହନୁମାନ, ଶିବ, ଭାଗବତୀ ଏବଂ ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ବହୁତ ସୁନ୍ଦର ଭାବେ ସଜ୍ଜା ହୋଇଛି। ଏଥିସହ ବାଲ୍ମୀକି ବିଶ୍ୱନାଥ ଅଗ୍ରସ୍ୟ, ବରିଷ୍ଠ ନିଶାଜରାଜ ମହଲ୍ୟ ଏବଂ ଶବରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି, ଓଡ଼ିଶା ଆଡ଼କୁ ଅଗ୍ରସର। ଭାରତ ପାଣିପାଗ ବିଭାଗ IMD ରିପୋର୍ଟ ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଗଭୀର ଅବପାତ ସୃଷ୍ଟି ହୋଇଛି, ଯାହା ପ୍ରତି ଘଣ୍ଟାରେ 20 କିଲୋମିଟର ବେଗରେ ଉତ୍ତର ଦିଗରୁ ଅଗ୍ରସର ହେଉଛି। ଏହି ଅବପାତ ସାଗର ଦ୍ୱୀପ ଓ ଭୁବନେଶ୍ୱରରେ ମଧ୍ୟବିତ୍ତ ପାଇଁ ସୁଲଭ ଘର ସରକାରଙ୍କ ନୂଆ ଯୋଜନା। ରାଜ୍ୟ ସରକାରଙ୍କ ଭୁବନେଶ୍ୱରରେ ମଧ୍ୟବିତ୍ତ ପରିବାରଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି। 15 ଲକ୍ଷରୁ 50 ଲକ୍ଷ ଟଙ୍କା ମଧ୍ୟରେ ଏହି ବାସଗୃହ ଉପଲବ୍ଧ ହେବ। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ MIG ସମେତ ବିଭିନ୍ନ ବର୍ଗରେ ନାଗରିକ ଓ ଯୋଜନାରେ ଘର ପାଇପାରିବେ। PPP ମେଡେନେ ନିର୍ମାଣ ହେବାର ଥିବା ଏହି ଘରଗୁଡ଼ିକ ଲେଟ୍ରିନ୍ ମଧ୍ୟରେ ବଣ୍ଟନ କରାଯିବ। ଏହି ଧନୀ ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ ନାହିଁ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ, ଉପକଣ୍ଠ ଓ କଟକରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ପୁରୀ ସମେତ ଅନ୍ୟ ସହରାଞ୍ଚଳରେ ସମଗସାରୀ କରାଯିବ। ସମବାୟ ବ୍ୟାଙ୍କଗୁଡ଼ିକର MID ସଂଗ୍ରହ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ। ଏହି ଯୋଜନା ସରକାରଙ୍କ ବସ୍ତିମୁକ୍ତ ପରିବାର ସହ ରାଜଧାନୀର ବର୍ଦ୍ଧତ ଜନସଂଖ୍ୟା ପାଇଁ ଆବଶ୍ୟକ ସମସ୍ୟାର ଦୂର କରିବ ବୋଲି କୁହାଯାଇଛି। କୋଭିଡକୁ ନେଇ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅପିଲ। ଓଡ଼ିଶାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ରାଜ୍ୟବାସୀଙ୍କୁ କୋଭିଡ ନେଇ ଭୟଭୀତ ନ ହେବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ସରକାର ଏହି ସ୍ଥିତିରେ ନିଷ୍ପତ୍ତି ନିର୍ଦ୍ଦିଷ୍ଟ ଭାବରେ ନିଜର ରଖିଛନ୍ତି ଏବଂ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି। ନୂଆ କୋଭିଡ ଭ୍ୟାରିଏଣ୍ଟ NB.1.8.1 ଅତ୍ୟନ୍ତ ଆକ୍ରମଣ ଏବଂ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭ୍ୟାରିଏଣ୍ଟ ଲକ୍ଷଣଗୁଡ଼ିକ ପୂର୍ବ ଭ୍ୟାରିଏଣ୍ଟ ସହ ସମାନ ଅଟେ, ଯେପରି କାଶ, ଗଳା ଯନ୍ତ୍ରଣା, ଜ୍ୱର ଏବଂ ଥଣ୍ଡା କାଶ। ବୟସ୍କ ବ୍ୟକ୍ତି, ବିଶେଷ କରି 65ରୁ ଅଧିକ ପ୍ରଭାବିତ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଡେଙ୍ଗୁ ନିୟନ୍ତ୍ରଣ ନେଇ ମଧ୍ୟ କାମ କରୁଛି। ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସ୍ଥିତିରେ ସତର୍କ ରହିବା ଓ ସ୍ୱାସ୍ଥ୍ୟ ନିୟମ ମାନିବା ଆବଶ୍ୟକ। ପୁରୀରେ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ। ପୁରୀ ଜିଲ୍ଲାରେ ସାକ୍ଷୀଗୋପାଳରେ କୃଷି ବୈଜ୍ଞାନିକ ଦ୍ୱାରା ଚାଷୀ ଭଉଣୀ ଭାଇଙ୍କୁ ଚାଷ ସମ୍ବନ୍ଧୀୟ ନୂତନ ଜ୍ଞାନକୌଶଳ ଦେବା ପାଇଁ କୃଷି ସଂକଳ୍ପ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପେଡ୍ ମା ନାମକ ଧାରାରୁ ବଜାୟ ରଖି ବୃକ୍ଷରୋପଣ କରାଯାଇଥିଲା। କୃଷି ବୈଜ୍ଞାନିକମାନେ ଗାଁ କ୍ଷେତ୍ରରେ ପରିଦର୍ଶନ କରିବେ, ମାଟି ମାନ ପରୀକ୍ଷା କରିବେ ଏବଂ ଫସଲ ସମସ୍ୟା ବୁଝିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ଆୟ ଦ୍ୱିଗୁଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ କୃଷି ନିର୍ଦ୍ଦେଶକ ଶୁଭାରମ୍ଭ ସାକସେନା ଧନ୍ୟବାଦ ଅର୍ପଣ କରିଛନ୍ତି। ଅମରନାଥ ଯାତ୍ରା ପାଇଁ କଡ଼ା ସୁରକ୍ଷା ମୁତୟନ ହେବ। 581 କ୍ୟାମ୍ପେନ୍ ପାରାମିଲିଟାରୀ ଆସନ୍ତା ଜୁଲାଇ 3ରୁ ଆରମ୍ଭ ହେବାକୁ ଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଯାତ୍ରା ମାର୍ଗ ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ନିମନ୍ତେ ମୋଟ 581 କ୍ୟାମ୍ପେନ୍ ପାରାମିଲିଟାରୀ ବଳ ମୁତୟନ କରାଯିବ। ଗୃହ ମନ୍ତ୍ରାଳୟ ପକ୍ଷରୁ ଜାମ୍ମୁ କାଶ୍ମୀର ପ୍ରଶାସନ ଓ ପୋଲିସ ଏହି ଅଞ୍ଚଳରେ ପୂର୍ବରୁ ଥିବା 146ଟି ସିଏପିଏଫ୍ କ୍ୟାମ୍ପେନ୍ରୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଏହି ବଳ ପରିବର୍ତ୍ତ ଗୁମ୍ଫା ଯାତ୍ରୀଙ୍କ ଗାଡ଼ି ସମ୍ବେଦନଶୀଳ ଅଞ୍ଚଳରେ ନିରନ୍ତର ନଜର ରଖିବା ସହ ବାଲଟାଲ ଓ ପହଲଗ୍ରାମ ଉଭୟ ମାର୍ଗରେ ସୁରକ୍ଷା ନିଶ୍ଚିତ କରିବେ। ଯାତ୍ରାକୁ ସୁରକ୍ଷା ଓ ନିରାପଦ ଭାବେ ମଧ୍ୟମ କରିବାର ଏହା ଲକ୍ଷ୍ୟ। ଭାରତ ବାଂଲାଦେଶ ସୀମାରେ ଅବୈଧ ନାଗରିକ ଫେରସ୍ତ। ଭାରତ ସରକାର ଅବୈଧ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଫେରାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗତ 7 ମଇ ଏଯାଏଁ 15,053 ଜଣଙ୍କୁ ବାଂଲାଦେଶ ପଠାଯାଇଛି। ବାଂଲାଦେଶ ସେନା ବିଜିବି ଏଠାକୁ ସଠିକ୍ କାର୍ଯ୍ୟ ବୋଲି ସୀମାରେ କହିଛି। ପୂର୍ବରୁ ବାଂଲାଦେଶ ଓ ଦାବିକୁ ଅସ୍ୱୀକାର କରୁଥିଲେ, ମାତ୍ର ବିଜିବି ନିର୍ଦ୍ଦେଶରେ ମେଜର ଜେନେରାଲ ସିଦ୍ଦିକି କହିଛନ୍ତି ଅନେକ ବାଂଲାଦେଶ ବର୍ଷ ବର୍ଷ ଧରି ଭାରତରେ ରହିଥିଲେ। ସେମାନଙ୍କ ସନ୍ତାନ ଭାରତରେ ଜନ୍ମ ହୋଇଥିବାରୁ କାଗଜପତ୍ର ମଧ୍ୟ ଥିଲା। ଭାରତ ସେନା ଆଇନ ଉଲ୍ଲଂଘନ କରିବା ଦାବି କରିଛି। ବିଜିବି ସୀମାରେ ପେଟ୍ରୋଲିଂ ବୃଦ୍ଧି ହୋଇଛି। ଏହି ଘଟଣାରେ ଦୁଇ ଦେଶର କୂଟନୈତିକ ସମ୍ପର୍କ ପ୍ରଭାବିତ କରିବା ବୋଲି ବିଶ୍ଳେଷକରେ କହିଛନ୍ତି। ଦିନେ ନା ଦିନେ ପିଓକେ ନିଜେ କହିବ ଯେ ସେ ଭାରତର ଏକ ଅଂଶ, କହିଲେ ରାଜନାଥ ସିଂ। ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ବୃହତ କଲ୍ ବ୍ୟବହାର ସମ୍ମିଳନୀରେ ପାକିସ୍ତାନ ଅଧିକୃତ କାଶ୍ମୀରୀ ପିଓକେ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପିଓକେ ଆମର ଏକ ଅଂଶ ବୋଲି ମୋର ବିଶ୍ୱାସ। ଦିନେ ନା ଦିନେ ପିଓକେ ନିଜେ କହିବ ଯେ ସେ ଭାରତର ଏକ ଅଂଶ। ସିଂ ଏହି ଅଂଶକୁ ମହାରାଣା ପ୍ରତାପଙ୍କ ଛୋଟ ଭାଇ ଶକ୍ତି ସିଂଙ୍କ ସହିତ ତୁଳନା କରିଛନ୍ତି। ଯଦିଓ ଶକ୍ତି ସିଂ ଅଲଗା ହୋଇଥିଲେ, ଅବଶ୍ୟ ତାଙ୍କ ଭାଇଙ୍କ ପାଖକୁ ଫେରି ଆସିଥିଲେ। ସେ ଏହି ମତ ଦେଇଛନ୍ତି ଯେ ପିଓକେ ଲୋକମାନେ ଭାରତର ଅଂଶ। ବ୍ରିକ୍ସ ସମ୍ମିଳନୀରେ ମୋଦି ଜିନପିଙ୍ଗ ସାକ୍ଷାତ ସମ୍ଭାବନା। ଜୁଲାଇ ମାସରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା 17ତମ ବ୍ରିକ୍ସ ଶିକ୍ଷା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସାକ୍ଷାତକାର ହେବାର ସମ୍ଭାବନା ରହିଛି। ଡେକାନ ହେଲାର ରିପୋର୍ଟ ଅନୁଯାୟୀ ରିଓ ଡି ଜେନେରିଓର ଏହି ଦ୍ୱିପକ୍ଷୀୟତାର ଆଲୋଚନା ହୋଇପାରେ। ଏହା ପୂର୍ବରୁ ପହଲଗ୍ରାମ ଆତଙ୍କ ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବେଳେ ଚାଇନା ପାକିସ୍ତାନକୁ ସାମରିକ ସହାୟତା ଯୋଗାଇଥିଲା। ପାକିସ୍ତାନ ବାୟୁସେନାର J-35A ଷ୍ଟିଲ୍ ବିମାନ ଏବଂ PL-15 ମିସାଇଲ ଦେଇଥିଲା ରିପୋର୍ଟ ଦେଖିଥିଲେ। ତଥାପି ଭାରତ ଚାଇନା ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିବାର ଚେଷ୍ଟା କରିଛି। ବ୍ରିକ୍ସ ପରି ବହୁପାକ୍ଷିକ ମଞ୍ଚରେ ଏହି ସାକ୍ଷାତ ଦ୍ୱିପକ୍ଷୀୟ ସମ୍ପର୍କ ସୁଧାରିବାର ସହାୟତା ହେବ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ଟ୍ରମ୍ପଙ୍କ ପ୍ରଶାସନରୁ ଇସ୍ତଫା ଏଲନ୍ ମସ୍କ। ଟେସ୍ଲା କମ୍ପାନୀର ମାଲିକ ଏଲନ୍ ମସ୍କ ଆମେରିକାର ସରକାରଙ୍କ ଦକ୍ଷତା ବିଭାଗ DOGରୁ ଇସ୍ତଫା ଦେଇଛନ୍ତି। ମସ୍କ ଟ୍ରମ୍ପ ପ୍ରଶାସନ ଏକ ବିଲ୍କୁ ନେଇ ଅସନ୍ତୁଷ୍ଟ ହୋଇ ଏହି ନେଇଛନ୍ତି ବିବରଣୀ ମିଳିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କ ନୂତନ ୱେବ୍ ବିଗ୍ ବ୍ୟୁଟିଫୁଲ ବିଲ୍ ପ୍ରତି ମସ୍କ ଅପତ୍ୟ ଜଣାଇଛନ୍ତି। ଏହି ବିଲ୍ ଟିକସ ଛାଡ଼ ଏବଂ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି ଅନ୍ତର୍ଭୁକ୍ତ ହୋଇଛି। ମସ୍କଙ୍କ ମତରେ ଏହା ସରକାର ଋଣ ବୃଦ୍ଧି କରିବ ଏବଂ
DOGର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିବ। DOGର ମୁଖ୍ୟ ଲକ୍ଷ୍ୟ ସରକାର ଖର୍ଚ୍ଚ ନିୟନ୍ତ୍ରଣ କରିବା ଥିଲା। ମସ୍କୋଙ୍କ ଇସ୍ତଫା ଟ୍ରମ୍ପ ପ୍ରଶାସନ ସହିତ ତାଙ୍କର ବର୍ବାଦୀ ଇଲିଙ୍ଗି କରିଛନ୍ତି।